ସ୍ଥାନୀୟ ନେତା ବିଷ୍ଣୁବ୍ରତ ରାଉତରାୟ, ଜିତୁ ବାବୁ ଏବଂ ଏଠିକାର ଆୟୋଜକ ବନ୍ଧୁମାନେ ଯେଉଁମାନେ 10th ପରୀକ୍ଷାରେ A1 ପାସ୍ କରିଛନ୍ତି ତାଙ୍କୁ ସମ୍ମାନିତ କରିବା ଏଇଟା ଗୋଟେ ଖୁସି ଆଉ ଗର୍ବର କଥା। କାହିଁକି ନା ମେଧାବୀମାନଙ୍କୁ ସମ୍ମାନିତ କଲେ, ଉତ୍ସାହିତ କଲେ ଏ ଦେଶ ଏ ଜାତି ଉପକୃତ ହେବ। ସେମାନଙ୍କର ମେଧା ଶକ୍ତି ଦ୍ୱାରା ଏ ଦେଶ ଉପକାର ଲାଭ କରିବ। ସେ ଶୁଣିପାରିଲି ନାଇଁ 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 ମାନ୍ୟବର ନବୀନ ପଟ୍ଟନାୟକ ଆମ ନେତା, ଓଡ଼ିଶାର ନେତା, ବିଜେଡିର ନେତା, ଅନେକ ସମୟରେ ଅନେକ ନେତାଙ୍କୁ ଡାକିକି ବିଭିନ୍ନ ପ୍ରକାର ରାଜନୈତିକ ଆଲୋଚନା ଏବଂ ଓଡ଼ିଶାକୁ କେମିତି ସମୃଦ୍ଧିଶାଳୀ କରାଯିବ, ବର୍ତ୍ତମାନ ଯେଉଁ ସରକାର ଅଛି ଓଡ଼ିଶାକୁ ପଛକୁ ନେଇଯାଉଛି, ସେ ସରକାର ବିରୁଦ୍ଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି। ବିଜୁ ଜନତା ଦଳ ତା ନେତୃତ୍ୱ ନେଇ ଗୋଟେ ଭଲ ଓଡ଼ିଶା ଗଠନ କରିବା ପ୍ରୟାସ କରୁଛନ୍ତି। ସେଇଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ନେତାମାନଙ୍କୁ ଡାକି ଆଲୋଚନା କରୁଛନ୍ତି। ମାନ୍ୟବର ନବୀନ ପଟ୍ଟନାୟକ ରେଜିଗ୍ନେସନ ଡିମାଣ୍ଡ କଲେ ଏବଂ ଭାରତ ବର୍ଷ ରାଜନୀତିରେ ଗୋଟେ ବିରାଟ ପରିବର୍ତ୍ତନ ଆସିଲା। ବର୍ତ୍ତମାନ ଯୋଉ ଫାଇଲ ଘଟଣାରେ କ୍ରାଇମ ବ୍ରାଞ୍ଚ ଗୋଟିଏ କେସ୍ କେବଳ ଦିଆଗଲା, ଆଉ ଅନ୍ୟ ଫାଇଲ କେବଳ ଦିଆଗଲା? କ୍ରାଇମ ବ୍ରାଞ୍ଚ କେବଳ ଗୋଟିଏ କେସ୍ ଦିଆଗଲା, ଆଉ ଗୋଟେ ଫାଇଲ କଣ ପାଇଁ ଦିଆଗଲା?